ଆଜି ମୁଁ ଯାଉଛି ଟିକେ ବୋଉଙ୍କ ସହ ହସ୍ପିଟାଲ। ହସ୍ପିଟାଲ ମାନେ ଯେଉଁ ଗଭର୍ଣ୍ଣମେଣ୍ଟ ତରଫରୁ ଆସେନି କି ମାଗଣା ଚକ୍ଷୁ ଚିକିତ୍ସା, ଆଖି ସବୁ ଅପରେସନ୍ ପାଇଁକା। ଆମ ବୋଉଙ୍କର ଟିକେ ଆଖିରେ ମୋତିଆବିନ୍ଦୁ ହେଇଥିଲା କେବେଠୁ କହିକା, ବୋଉ ତ କରିନଥିଲେ। ଆଜି ଯେହେତୁ ଟିକେ ମାନେ ଭଲସେ ଦେଖାଗଲାନି, ଆଉ ସେଥିଲାଗି ବୋଉଙ୍କୁ କହିବାରୁ ବୋଉ ଆଶା ଦିଦିଙ୍କ ତରଫରୁ ସେ ଗଲେ। ଗଭର୍ଣ୍ଣମେଣ୍ଟ ତରଫରୁ ମାଗଣା ସବୁ ଚିକିତ୍ସା ହେଉଛି। ଏପଟେ ଆମ ବଡ଼ ଶାଶୁ ଜଣେ, ଆଉ ମା ଜଣେ ହେବେ, ଆମ ବୋଉ 3 ଜଣ, ଆଉ ବଡ଼ ବାପା ଆମର 4 ଜଣ ମିଶିକି ଯାଉଛନ୍ତି ଅଟୋରେ। ସେମାନଙ୍କର ତ କେହି ଯାଉନାହାନ୍ତି, କିନ୍ତୁ ଆମ ବୋଉଙ୍କୁ ଡର ଲାଗିଲା, କହିଲେ ତୁ ଚାଲେ। ସେ ପୁଅ ଯେହେତୁ ତାଙ୍କ ପୁଅ ନଥିଲେ, ମୁଁ ସେଥିଲାଗି ମୁଁ କହିଲି ହଉ, ଯଦି ବାଧ୍ୟ କରୁଛନ୍ତି ଯାଉଛି। ତାପରେ ଏଠି ଯାଇକିରି ଆମେ 2ଟାରେ ପହଞ୍ଚିଲୁ ସେଠି, କିନ୍ତୁ ଦେଖିଲା ବେଳକୁ ପୁରା ସନ୍ଧ୍ୟା 6ଟାରେ ଆମକୁ ଡକରା ହେଲା। ବୋଉଙ୍କର ଅପରେସନ୍ ପାଇଁ ଡକରା ହେଲା। କାଗଜପତ୍ର ସବୁ ହେଲା ପରେ ତାପରେ ଏଠି ବୋଉଙ୍କୁ ଅପରେସନ୍ କରିକି ଆଣିଲେ। ବୋଉଙ୍କୁ ଦେଖିକିରି ମୋ ଆଖିରେ ଲୁହ ରହିଲାନି, ଏତେ କଷ୍ଟ ଲାଗିଲା ତାଙ୍କୁ ଦେଖିକିରି। ମାନେ ଏମିତି ମଣିଷ ଜୀବନରେ କିଛି ବି ନାହିଁ ସାଙ୍ଗମାନେ, କିଛି ବି ନାହିଁ। ଦେଖୁନାହାନ୍ତି ଗୋଟେ ଆଖିଟା ପାଇଁ ସେ କେତେ କଷ୍ଟ ପାଉଛନ୍ତି।